ସତ୍ୟବାଦୀରେ ଉଦ୍ଘାଟିତ ହେଲା ନ୍ୟାୟାଳୟ। ପୁରୀ ସତ୍ୟବାଦୀର ପେଣ୍ଠପଡ଼ା ପଞ୍ଚାୟତ ନିକଟରେ ନୂତନ ନ୍ୟାୟାଳୟ ଉଦ୍ଘାଟନ ହୋଇଛି। ସତ୍ୟବାଦୀ ଅଞ୍ଚଳରେ ନ୍ୟାୟାଳୟ ନଥିବା କାରଣରୁ ଜନସାଧାରଣ ନ୍ୟାୟ ପାଇବା 20 କିଲୋମିଟର ଅତିକ୍ରମ କରି ପୁରୀ ଯିବାକୁ ପଡ଼ୁଥିଲା, ଯାହାଫଳରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ ସତ୍ୟବାଦୀର ଜନସାଧାରଣ। ବୁଦ୍ଧିଜୀବୀ କହୁଛନ୍ତି, ସତ୍ୟବାଦୀରେ ନ୍ୟାୟାଳୟ ହେଲା ସତ୍ୟବାଦୀ ବ୍ଲକ ପାଇଁ ଏହା ଏକ ଗର୍ବର କଥା। ଏହି ଉଦ୍ଘାଟନୀ ଉତ୍ସବର ଯୋଗ ଦେଇଥିଲେ ସତ୍ୟବାଦୀ ଓ ପୁରୀର ବରିଷ୍ଠ କନିଷ୍ଠ ଆଇନଜୀବୀଙ୍କ ସହ ସରକାରୀ ଆଇନ ବ୍ୟବସ୍ଥାର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ହୋଇଥିବା ବେଳେ ଆଜି ନୂତନ କୋର୍ଟରେ ଯୋଗ ଦେଇଥିଲେ ଜଷ୍ଟିସ୍ ସିଦ୍ଧାର୍ଥ ମିଶ୍ର ସାର୍। ଅନ୍ୟପଟେ ଆଭାସୀ ଯନ୍ତ୍ର ମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ସାର୍, ପୁରୀ ଜିଲ୍ଲା କୋର୍ଟର ବିଚାରପତି ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ ମ୍ୟାଡ଼ାମ ଭିସି ମାଧ୍ୟମରେ ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରୁ ନରେଶ ଜେନାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଅଞ୍ଜନ ହୋତା ଓକିଲାତି କରେ। ଓକିଲାତିରେ 38 ବର୍ଷର ଅଭିଜ୍ଞତା ମୋ ପଛପଟେ ରହିଛି। କେମିତି ନ୍ୟାୟିକ ବ୍ୟବସ୍ଥା ଦୃଷ୍ଟିରୁ କ'ଣ ସାଧାରଣ ଲୋକଙ୍କ ପାଇଁ ସହାୟକ? ସାରା ଓଡ଼ିଶାରେ ନୀତି, ନ୍ୟାୟ, ଶିକ୍ଷା ଓ ସଂସ୍କାରର ପୀଠ ହେଲା ସତ୍ୟବାଦୀ, ଯାହା କିଛି ସମୟ ପୂର୍ବରୁ ହାଇକୋର୍ଟର ବିଚାରପତି ମହୋଦୟ ମଧ୍ୟ ତାଙ୍କର ଉଦ୍ଘାଟନୀ ଅଭିଭାଷଣରେ କହିଛନ୍ତି। ସତ୍ୟବାଦୀବାସୀ କେବେ କିଛି ଦାବି କରନ୍ତି ନାହିଁ। ସତ୍ୟବାଦୀବାସୀଙ୍କର ହୃଦୟ ଯିଏ ବୁଝେ ସେ ସତ୍ୟବାଦୀ ପାଇଁ କିଛି କରିଥାଏ। ପ୍ରଶାସନିକ ଦକ୍ଷତା, ରାଜନୈତିକ ସଦିଚ୍ଛା, ନ୍ୟାୟପାଳିକାର ତତ୍ପରତା ଏବଂ ସରକାରଙ୍କର ଗ୍ରାମ୍ୟ ନ୍ୟାୟାଳୟ, ଜଷ୍ଟିସ୍ ଆଟ୍ ଦି ଡୋର୍, ହାତ ପାଆନ୍ତାରେ ନ୍ୟାୟ, ଏ ସବୁ ଯୋଜନାକୁ ଏକାଠି କରିଦେଇ ସ୍ଥାନୀୟ ରାଜନୈତିକ ବ୍ୟକ୍ତିତ୍ୱମାନେ ଏହାକୁ ଅଧିକ ବିଳମ୍ବ କରାଇବାକୁ ଦେଲେ ନାହିଁ। ସାରା ଓଡ଼ିଶାରେ 314 ବ୍ଲକରୁ 250ରୁ ଉର୍ଦ୍ଧ୍ୱ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଏବଂ ସିଭିଲ୍ ଜଜ୍ ଜୁନିୟର ଡିଭିଜନ ସହ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଫାର୍ଷ୍ଟ କ୍ଲାସ୍ଙ୍କର ଅଦାଲତ ଖୋଲି ସାରିଛି। ସତ୍ୟବାଦୀ କେବେ କିଛି ମାଗେ ନାହିଁ। ଗୋପାଳଙ୍କ ଇଚ୍ଛା ଓ ରାଜନୈତିକ ସଦିଚ୍ଛାକୁ ଗୁରୁତ୍ୱ ଦେଇ ସେ ସଠିକ୍ ସମୟକୁ ଅପେକ୍ଷା କରେ। ଆଜି ସତ୍ୟବାଦୀବାସୀଙ୍କ ପାଇଁ ଗର୍ବ, ଗୌରବ ଏବଂ ଗାରିମାର ଦିନ। ଭଲ ବିଧାୟକ, ଭଲ ସାଂସଦ, ସେମାନଙ୍କର ସାଥୀ ସହଯୋଗୀମାନଙ୍କର ତତ୍ପରତା, ଦାବି ଆଉ ଅପେକ୍ଷା କରି ହେଲା ନାହିଁ। ଏ ସରକାର ଅମଳରେ ନ ହେବ ବୋଧେ ଆଉ କେଉଁ ସରକାର ଅମଳକୁ ଗଲାବେଳକୁ ବହୁ ଡେରି ହୋଇଯିବ। ସରକାରଙ୍କ ଉପରେ ଜନତାଙ୍କର ଭରସା, ସରକାରଙ୍କ ପ୍ରତି ଗୋପାଳଙ୍କର ଆଶୀର୍ବାଦ, ଜନତାର ଦାବି ଏବଂ ଗ୍ରାମ୍ୟ ନ୍ୟାୟାଳୟ, ଜଷ୍ଟିସ୍ ଆଟ୍ ଦି ଡୋର୍, ହାତ ପାନ୍ତାରେ ନ୍ୟାୟ, ସବୁକିଛିକୁ ସମ୍ମାନ ଦେଇ ସତ୍ୟବାଦୀ ଆସି ଆଜି ଆନୁଷ୍ଠାନିକ ଭାବରେ, ଆଞ୍ଚଳିକ ଭାବରେ ବ୍ୟକ୍ତିବିଶେଷମାନଙ୍କୁ କୃତଜ୍ଞତା ଜଣାଉଛନ୍ତି। ତାଙ୍କ ନିକଟରେ ସତ୍ୟବାଦୀ ନିଶ୍ଚୟ କୃତଜ୍ଞ ରହିବ, ଯେଉଁମାନେ ଆଜିର ଏ ନ୍ୟାୟାଳୟ ଉଦ୍ଘାଟନ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆପଣମାନେ ପ୍ରେମାନନ୍ଦ ମହାନ୍ତି, ସଭାପତି ପୁରୀ ବାର ଆସୋସିଏସନ। ସତ୍ୟବାଦୀରେ ଆଜି ଯେଉଁ କୋର୍ଟଟା ଓପନିଂ କରାଗଲା, ବିସ୍ମିତ ହେବାର କିଛି ନାହିଁ। ଓଡ଼ିଶାରେ ବହୁ ଜାଗାରେ ହେଇସାରିଛି। ସତ୍ୟବାଦୀ ଯାହା ତାର ଭାଗ୍ୟରେ ମିଳିବାର ଥିଲା ଓଡ଼ିଶାର ରାଜନୀତିରେ ଏବଂ ଜନଜୀବନ ବ୍ୟବସ୍ଥା ଭିତରେ ବହୁତ ବିଳମ୍ବରେ ସତ୍ୟବାଦୀକି ଏଇଟା ଦିଆଗଲା। ତେଣୁ ମୁଁ ଚକିତ ହେବାର ନାହିଁ କି ଆଶ୍ଚର୍ଯ୍ୟ ହେବାର ନାହିଁ। ସତ୍ୟବାଦୀ ତାର ଯେଉଁ ଡ୍ୟୁ ପାଇବାର ଥିଲା ବହୁତ ବିଳମ୍ବ ହେଇଗଲା। ତେଣୁ ସତ୍ୟବାଦୀରେ ଆଜି ଯେଉଁଟା ହେଲା ସେଟା ଆମର ସମସ୍ତଙ୍କୁ ସ୍ୱାଗତ କରୁଛୁ। ସତ୍ୟବାଦୀ ଓଡ଼ିଶାର ରାଜନୀତିରେ ଏବଂ ଜନଜୀବନର ଯେଉଁ ବ୍ୟବସ୍ଥା ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଆଜି ନୁହଁ, ଗୋଟେ ସ୍ୱାଧୀନତା ପୂର୍ବରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତାର କାର୍ଯ୍ୟ ନିର୍ବାହ କରିସାରିଛି। ତେଣୁ ଆଜି ଯେଉଁ ହେଲା ଏଠାରେ ଏଇ ଯେଉଁ କଲା ଏଇଟା ସମ୍ପୂର୍ଣ୍ଣ ସତ୍ୟବାଦୀର ଜନସାଧାରଣଙ୍କୁ ଉପକୃତ କରାଇବ ଏବଂ ସତ୍ୟବାଦୀର ଯେଉଁ ଉନ୍ନତିଟା ଧୀରେ ଧୀରେ ଏଠୁ ଆରମ୍ଭ ହେବ ବୋଲି ମୁଁ ଅନୁମାନ କରୁଛି ଏବଂ ସତ୍ୟବାଦୀର ସମସ୍ତ ଜନସାଧାରଣଙ୍କୁ ମୁଁ ଆଜି ସ୍ୱାଗତ କରୁଛି ଏବଂ ଏ ଯେଉଁ ଆଜି ଓପନିଂ କରାଗଲା ସେଥିପାଇଁ ସମସ୍ତଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରୁଛି। ଓଡ଼ିଶା ସରକାରଙ୍କୁ ମଧ୍ୟ ଏବଂ ହାଇକୋର୍ଟକୁ ଏଠି ଆଜି ବିଳମ୍ବରେ ହେଲେ ମଧ୍ୟ ଗ୍ରାମ ନ୍ୟାୟାଳୟ ଖୋଲି ଲିଗାଲ ସର୍ଭିସ ଲୋକଙ୍କୁ ଦେବା ପାଇଁ ଯୋଜନା କରିଥିବାରୁ
माननीय हाइकोर्ट एवं राज्य सरकार समस्त को बहुत धन्यवाद एवं कृतज्ञता अर्पण करुच्ची। मु आशा करुच्ची सत्यवादी माटी पुणी गोटे व्यवस्था आरंभ हो जहाँ संपूर्ण ओडिशा को आच्छादित करिवो एवं प्रभावित करिवो। धन्यवाद। सत्यवादी ओजन दृष्टि सत्यवादी बहुत आगु ए जेएमएससी बा न्यायालय खोलिबार आवश्यकता थिला। आम पूर्व लोक माने कहीं खोली पार नथिले से कथा मु कहि पारुनी, किंतु आजिर दिन में सत्यवादी कणास खोली सारी सत्यवादी खोलिबा विलंब है। माननीय विधायक माननीय सांसद हाइकोर्ट को उद्यम रे आज सत्यवादी न्यायालय खोलिला साधारण जनता निश्चित भाव में उपकृत हुए। साधारण लोक जो जाऊे पुरी जाऊे आम 20 किलोमीटर एठू जावाक पड़ूला ता हम ना। सत्यवादी केस इमिडिएट सल्व हो पार एवं लोक जो दौड़ुले आज डेट बंचुला काली है जो पैसा खर्चांत होते से माननीय विधायक बहुत उद्यम कर आज सत्यवादी जो न्यायालय खोली सत्यवादी ऐतिह्य दृष्टि ए न्यायालय खोलिबार आवश्यकता थिला। बहुत आगुरी हबार थिला आम पूर्वपुरुष मैंने करनथिले से क्षोभ, किंतु आज माननीय विधायक माननीय सांसद जो उद्यम हाइकोर्ट जो व्यवस्था ता भीतर न्यायालय खोलुवर मु सत्यवादी सरकार को एवं सत्यवादी विधायक और माननीय सांसद अशेष अशेष सत्यवादी तरफ धन्यवाद अर्पण। ये फास्ट ये बर्तमान जुडिशियाल सब क्रिमिनाल केस गुड़ा विचार हम है कि जहाँ आम लोक मैंने असुविधा रोते सल्व हम। चिरंजन महापात्र एडवोकेट पुरी एवं एठी एडवोकेट साधारण लोक मैंने एत हैरान होते जहाँकि ये कोर्टे नथिबारु मैंने बहुत पुरी जाकि बहुत हैरान करते। आपंकर जो कणास कोर्टे है आम मान्यवर विधायक कणास जी खुशी सत्यवादी है ना से दुख मुझे गोटे थिला अफसोस मु सत्यवादी दखला पर्यटन मत भल लगे बहुत उद्यम सत्यवादी आज खूब जल्दी यहाँ गोटे कोर्ट हो पारी जहाँकि साधारण लोक बहुत साहय कर साधारण लोक आम छोटकाटा केस सिविल केस छोटकाटा क्रिमिनाल केस ये जगह विचार